ପାଖୁଡ଼ା ଦେହରେ ମୋ ହୃଦୟ ପଦ୍ମ ପାଖୁଡ଼ା ଦେହରେ ଲେଖା ମା ତୁମରି ନାମ ଲେଖା ମା ତୁମରି ନାମ ତୁମରି ନାମର ମାଳା ଜପି ଜପି ତୁମରି ନାମର ମାଳା ଜପି ଜପି ପାଇବି ପଦ ପରମ ପାଇବି ପଦ ପରମ ମୋ ହୃଦୟ ପଦ୍ମ ପାଖୁଡ଼ା ଦେହରେ ଲେଖା ମା ତୁମରି ନାମ ଲେଖା ମା ତୁମରି ନାମ ଆଦ୍ୟା ଶକ୍ତି ମା ତୁମେ ଭଗବତୀ ତୁମେ ମାଗୋ ମାହେଶ୍ୱରୀ জ্ঞানময়ী মা বিজ্ঞানময়ী তুমে হি পরমেশ্বরী আদ্যা শক্তি মা তুমে ভগবতী তুমে মাগো মাহেশ্বরী জ্ঞানময়ী মা বিজ্ঞানময়ী তুমে হি পরমেশ্বরী তুম পাদ দুই ধ্যান মো প্রাণর তুম পাদ দুই ধ্যান মো প্রাণর তুমে হি মো স্মরণ ତୁମରି ନାମର ମାଳା ଜପି ଜପି ତୁମରି ନାମର ମାଳା ଜପି ଜପି ପାଇବି ପଦ ପରମ ପାଇବି ପଦ ପରମ ମୋ ହୃଦୟ ପଦ୍ମ ପାଖୁଡ଼ା ଦେହରେ ମୋ ହୃଦୟ ପଦ୍ମ ପାଖୁଡ଼ା ଦେହରେ ଲେଖା ମା ତୁମରି ନାମ ଲେଖା ମା ତୁମରି ନାମ ପରାଶକ୍ତି ମା ତୁମେ ଜ୍ୟୋତିର୍ମୟୀ ବିଶ୍ୱାତୀତା ଜଗଦ୍ଧାତ୍ରୀ କଲ୍ୟାଣମୟୀ ତୁମେ ଗୋଜନନୀ ବିଶ୍ୱଭାଗ୍ୟ ବିଧାତ୍ରୀ ପରାଶକ୍ତି ମା ତୁମେ ଜ୍ୟୋତିର୍ମୟୀ ବିଶ୍ୱାତୀତା ଜଗଦ୍ଧାତ୍ରୀ କଲ୍ୟାଣମୟୀ ତୁମେ ଗୋଜନନୀ ବିଶ୍ୱଭାଗ୍ୟ ବିଧାତ୍ରୀ ତୁମ ପାଦ ତଳେ କୋଟି ତୀର୍ଥର ତୁମ ପାଦ ତଳେ କୋଟି ତୀର୍ଥର ପୁଣ୍ୟ ପରମ ଧାମ ତୁମରି ନାମର ମାଳା ଜପି ଜପି ତୁମରି ନାମର ମାଳା ଜପି ଜପି ପାଇବି ପଦ ପରମ
ପାଇବି ପଦ ପରମ। ମୋ ହୃଦୟ ପଦ୍ମ ପାଖୁଡ଼ା ଦେହରେ, ମୋ ହୃଦୟ ପଦ୍ମ ପାଖୁଡ଼ା ଦେହରେ, ଲେଖା ମା ତୁମରି ନାମ, ଲେଖା ମା ତୁମରି ନାମ। ତୁମରି ନାମର ମାଳା ଜପି ଜପି, ତୁମରି ନାମର ମାଳା ଜପି ଜପି, ପାଇବି ପଦ ପରମ, ପାଇବି ପଦ ପରମ, ପାଇବି ପଦ ପରମ। ମା ବନ୍ଦେ ମାତରମ୍। ଆଜିର ଅଧ୍ୟୟନ ବର୍ଗରେ ଉପସ୍ଥିତ ସମସ୍ତ ମାତୃ ସନ୍ତାନଗଣ, କାର୍ଯ୍ୟକ୍ରମକୁ ନେତୃତ୍ୱ ଦେଉଛନ୍ତି ଆମ ସମସ୍ତଙ୍କର ସମ୍ମାନର ବନଲତା ଆପା ଏବଂ କାର୍ଯ୍ୟକ୍ରମରେ ରୂପରେଖ ପ୍ରଦାନ କରିଥିବା ସମସ୍ତଙ୍କୁ ଅନେକ ଶ୍ରଦ୍ଧା ନିବେଦନ କରୁଛି। ଆମେ ବିଗତ ଦିନରେ ଲାଇଭ୍ ଡିଭାଇନ୍ ପୁସ୍ତକର ଶେଷ ଅଧ୍ୟାୟ ଅର୍ଥାତ୍ ବୁକ୍ 2 ର 28ତମ ବା ସମ୍ପୂର୍ଣ୍ଣ ବହିର 56ତମ ଅଧ୍ୟାୟଟିକୁ ପଢୁଛନ୍ତି, ଅର୍ଥାତ୍ ଶେଷ ଅଧ୍ୟାୟ। ଶେଷ ଅଧ୍ୟାୟର ଶେଷ ପାରାଗ୍ରାଫ ପହଞ୍ଚିବାକୁ ଅଳ୍ପ କିଛି ବାକି ଅଛି। ଆମେ ଚମତ୍କାର ଭାବରେ ଅପା ଅବତାରଣା କରୁଥିଲେ। ମଣିଷ ଅଜ୍ଞାନତା ଭିତରୁ ବଞ୍ଚିବାର ଗୋଟେ ସ୍ୱାଦ ପାଉଛି ଏବଂ ମଣିଷର ଜୀବନଟି କ'ଣ? Man's life is made up of the light and the darkness. ମଣିଷର ଜୀବନ କିଛି ଅନ୍ଧାର କିଛି ଆଲୁଅରେ ତିଆରି। The gains and losses, କିଛି ଲାଭ ଆଉ କିଛି କ୍ଷତିର ଜୀବନ, କିଛି ହାନି ହୁଏ କିଛି ପ୍ରାପ୍ତି ହୁଏ। The difficulties and dangers, କିଛି ଜଞ୍ଜାଳ ତ ଅଛି, କିଛି ବିପଦ ବି ଅଛି। Pleasures and pains of the ignorance, ସେ ସବୁ ଅଜ୍ଞାନତାର ସୁଖଦ ଦୁଃଖଦ ଅନୁଭୂତିର କଥା। ଏ ପ୍ଲେ ଅଫ୍ କଲର୍ସ, ଇଏ ଗୋଟେ ବର୍ଣ୍ଣ ବିଭାର ଖେଳ। ମୁଭିଂ ଅନ୍ ଏ ସଏଲ୍ ଅଫ୍ ଦ ଜେନେରାଲ ନ୍ୟୁଟ୍ରାଲିଟି ଅଫ୍ ମ୍ୟାଟର, ଜଡ଼ ସବୁବେଳେ ନିରପେକ୍ଷ ନିଷ୍ପକ୍ଷ, ତାର ସୁଖ ଦୁଃଖରେ କିଛି ଆଣି ଲାଭ ନାହିଁ। ସେଇ ଜଡ଼ର ମାଟି ଉପରେ ବର୍ଣ୍ଣ ବିଭାର ଏଇ ସୁଖ ଦୁଃଖର ଯୋଉ ଲୀଳା, which has its basis the nescience and insensibility of the inconscient, ନିଶ୍ଚେତନା ର ଯୋଉ insensibility, ତାର କୌଣସି ବୋଧ ନାହିଁ, ବୋଧହୀନତା, ତାରି ସମ୍ପୂର୍ଣ୍ଣ ନିଶ୍ଚେତନା ଉପରେ, ତାରି ଆଧାର ଉପରେ ଏସବୁ ଘଟି ଯାଉଛି। ଯେମିତିକି ଆମ ଦେହ, ଆମ ଦେହର ଚେତନା ବହୁତ କ୍ଷୀଣ, କିନ୍ତୁ ସବୁ ଚେତନା ସତେ ଯେପରି ଦେହ ଭିତରେ ଭରପୁର ହେଇ ରହିଛି। ଆମେ ଯେପରି ସବୁ ଆନନ୍ଦ ଗୁଡ଼ିକ ଦୈହିକ ଭାବରେ ପାଆନ୍ତି, ଖାଇବାରେ, ଶୋଇବାରେ, ଚାଲିବାରେ, କଥା କହିବାରେ, ଗୀତ ଗାଇବାରେ, ସେପରି ଲାଗେ। କିନ୍ତୁ ଇଏ ତ ଅଜ୍ଞାନତାର ଜୀବନ, ଯୋଉଟାକୁ ଆମେ ସ୍ୱାଭାବିକ ଜୀବନ ବୋଲି କହୁଛୁ। ଏଠି ରିଆକ୍ସନ୍ସ ଗୁଡ଼ିକ ରହିଛି। ସେ ରିଆକ୍ସନ୍ସ ଅଫ୍ ସକ୍ସେସ୍ ଆଣ୍ଡ ଫେଲୁର, ଫ୍ରଷ୍ଟ୍ରେସନ୍। ଆପଣ ଯାହା ଚାହୁଁଛନ୍ତି ସେଇଟା ଯଦି ପାଇଲେ ସେଇଟା ସକ୍ସେସ୍, ଯଦି ନ ପାଇଲେ ସେଇଟା ଫ୍ରଷ୍ଟ୍ରେସନ୍। ଆମେ ସକ୍ସେସ୍ ପାଇଲେ ବି ପ୍ରତିକ୍ରିୟା ଦେଉ ଏବଂ
फ्रस्ट्रेशन पाइले भी प्रतिक्रिया दौचु भाइटाल जॉय एंड ग्रीफ प्राणिक आनंद और विषाद पेरिल एंड पेशन हम जीवन रे रही केते विपद एवं केते पेरिल तो आम जानी पारछु गोटी निहाती विपद एवं पेशन वासना प्लीजर एंड पेन दुख भी रही सुख भी रही किसी सुख किसी दुख से अक्षय महांती कविता टी मुझे कही टिके हस टिके लाज मिसी है जो कविता ना तार ललिता आम मनीष कहले ये गोटे vicissitudes and uncertainties सेठी भाग्य भी रही दोलायमानता रही सेठी अनिश्चितता भी रही स्ट्रगल भाग्य भी रही संघर्ष भी रही बैटल एंड एंडेवर संग्राम भी रही उद्यम रही आम तारी भितर ये जॉय ऑफ नोवेल्टी सरप्राइज आम पाई नूतनत्वर आनंद गोटे विस्मयर आनंद आज सुख थिला काली की दुख आज गोटे घटना घटी सारा बेल को काली आउ गोटे घटना गोटे झड़ जाइए कि नहीं आउ गोटे झड़ आसी सारा ये भाव में आम जीवन में विस्मय रही सृजन रही आम संघर्ष भी करुचु उद्यम भी करुचु प्रोजेक्टिंग इटसेल्फ इनटू द अननोन आम सब बेले निजको अनिश्चितता मध्य को अजଣା राज्य को ठेली दौचु यहाँ भेराइटी आमको लगुच गोटे वैचित्र से गुड़िक नथिले आम जीवन शून्य लगता देयरफॉर वॉइड ऑफ वाइटल सेवर आपण को लगुता प्राणगत स्वाद नहीं जीवन में जड़े मनीष को कहतु ते हिमालय रे एकुटिया भगवान को ध्यान कर बसिया पड़ो से डरी कौन जीवन टे जमी नहीं बाड़ी नहीं घर नहीं द्वार नहीं नाती नहीं नातुड़ नहीं पुओ नहीं बो नहीं ज्ञाति नहीं कुटुंब नहीं झगड़ा नहीं पड़ोसी ना कोई बाड़ी नहीं खेत नहीं धान बधा नहीं छेली कुकुड़ा नहीं ये गुड़ाक आम जीवन अनेक भाव संधि रही जदि सेगुड़िक रही ताले हे तो आम जीवन शून्यता आड़ चली जापे क्या भा जड़े अधे मनीष थे जो मैंने से भाई सीमा भितर जीवे ना पृथ्वीर 99% से गोटे कोलाहल भितर आज काली बाहर काली व्रतघर ताचिके पीसा झीर बाहर तापर दिन मौसा पुअर बाहर तापर दिन सड़ूर झीर निर्बंध यही कम आम अच्छा सब दिया निया झगड़ा मन खटा मिठा जीवा को खटा लगुव आसला लोक मिठा लगुव एमती गोटे जीवन वैचित्र जीवन भेराइटी नूतनत्व भी रही आश्चर्य है भाई कथा रही सृष्टि कथा किसी आम अनेक समय भाविक आम निज जीवन संपर्क में निष्पत्ति नौ एनी लाइफ सरपासिंग दिस थिंग्स गोटे जीवन आसो जीवन यही सब कथा को अतिक्रम कर भावतु तो आपण निज कथा बेसी न भावतु अन्य मान कथा जो मैंने पृथ्वी अनेक लोक जाने मो आम घरे भी से मनीष गुड़िक अच्छा मोर बड़ भौणी को पाखापाखि 80 वर्ष भाई पाखापाखि मुझे दिने पचारे तू एकुटिया के दिन रही हैव यू एवर लिव्ड सिंगल
ଦେଖିଲା ନାଇଁ ରେ ବାବା ମୁଁ ମରିଯିବି, ହାର୍ଟ ଫେଲ୍ ହେଇଯିବ। ତେଣୁ ଜଣେ 80 ବର୍ଷ ଭିତରେ ଜୀବନରେ ଥରେ ବି ଏକୁଟିଆ ରହିନାହିଁ। ତାକୁ ଜଞ୍ଜାଳ ଦରକାର, ତାକୁ ସମସ୍ୟା ଦରକାର। ଆମ ଜୀବନରେ ଯୋଉ ଗତାନୁଗତିକତା ରହିଛି ତା ଭିତରେ ସିଏ ଖାପ ଖାଇଗଲାଣି, ଆଡଜଷ୍ଟେଡ। କାନ୍ଦୁଛି ବି, ହସୁଛି ବି, ଦୁଃଖୀ ବି ହଉଛି, ସୁଖୀ ବି ହଉଛି, କିଛି ଅସୁବିଧା ହଉନି। ସେମାନେ ବେଶ ଆଡଜଷ୍ଟେଡ। ସେମାନେ ଜୀବନ କହିଲେ ଏହା ହିଁ ବୁଝିଛନ୍ତି। କିନ୍ତୁ ଯଦି ତାଙ୍କୁ କୁହାଯାଏ ନାଇଁ ନାଇଁ ଏଇଗୁଡ଼ିକ ଦିବ୍ୟ ଜୀବନ ନୁହେଁ, ଏଇଟା ଅଜ୍ଞାନତାର ଜୀବନ, ଏଠି ବୈଚିତ୍ର୍ୟ ଅଛି ସତ, ସ୍ୱାଦ ଅଛି ସତ, ଗୋଟେ ନୋଭେଲଟି ନୂତନତ୍ୱ ଅଛି ସତ, ସରପ୍ରାଇଜ କ୍ରିଏସନ ଏ ସବୁ ଗୁଡ଼ିକ ରହିଛି, କିନ୍ତୁ ଏଇଟା ସବୁ ପ୍ରକୃତରେ ଏକ ଅତିକ୍ରମ କରି ଆମକୁ ଯିବାକୁ ପଡିବ। ଏ କଥାଟି କହିବା ମାତ୍ରେ any life surpassing these things tends to appear to it as something featureless. ତାକୁ ଲାଗିବ ଏଇଟା ସବୁ ଫିଚରଲେସ୍, ଏ ଜୀବନର ଆଉ ବୈଶିଷ୍ଟ୍ୟ ନାହିଁ, କିଛି ଲକ୍ଷଣ ନାହିଁ, କି ଜୀବନ। ଆପଣ ଆଗେ ଆମେ ପିଲା କାଳେ 90s 80s ରେ ପଣ୍ଡିଚେରୀ ଆଶ୍ରମରେ ଅଟମୋଷ୍ଟ ସାଇଲେନ୍ସ ଗୋଟେ ରହୁଥିଲା, ଯୋଉଠିକି ଯିବେ ନିରବତା। ଏବେ ତ ଲୋକେ କଥା ହଉଛନ୍ତି, କିଛି କିଛି ସୁରରେ କଥା ହେଇପାରୁଛନ୍ତି ବା ଡାଇନିଂ ରେ ବି କଥାବାର୍ତ୍ତା ହଉଛନ୍ତି। ଏଭ୍ରିୱେୟାର ସାଇଲେନ୍ସ, ସାଇଲେନ୍ସ ଆଣ୍ଡ ସାଇଲେନ୍ସ। ମୁଁ କାହିଁ ଭାବି ପାରୁନି ପୃଥିବୀର କେହି ମଣିଷ ଅଛନ୍ତି ଯୋଉମାନେ ଏତେ ନିରବତାକୁ ସହ୍ୟ କରିପାରିବେ। ଡାଳିଯୋଡ଼ା ଆଶ୍ରମ ନୂଆ ନୂଆ ହଉଥାଏ, ଗୋଟେ ବଣ ଅଞ୍ଚଳ ଗାଁରେ ଶୀତ ରାତି ଗୁଡ଼ିକ ବିଶେଷ କରି କେତେ ନିର୍ଜନ, କେତେ ନିର୍ଜନ। ସେ ନିର୍ଜନତାଟାକୁ ସହି ହବ କି? ମଣିଷକୁ ଲାଗିବ ଏଗୁଡ଼ିକ ଫିଚରଲେସ୍ ଲାଇଫ। ଏଠି କଣ କିଛି ନାହିଁ, 2-4ଟା ଲୋକ ହାଫ ପ୍ୟାଣ୍ଟ ପିନ୍ଧିକି କାମ କରୁଛନ୍ତି ଦିନ ସାରା, କଣ ମାଙ୍କୁ ସ୍ମରଣ କରୁଛନ୍ତି ବୋଲି କହୁଛନ୍ତି, ତାପରେ ରାତି ହେଲେ ଶୋଇ ପଡୁଛନ୍ତି, ସକାଳୁ ଉଠିଲେ ପୁଣି ସେଇ କାମ କରୁଛନ୍ତି। ତାଙ୍କୁ କଣ ଲାଗିବ? ଏଠି ଭେରାଇଟି ନାହିଁ। ଆମେ ଏଇଭଳି ଜୀବନକୁ ଯେତେବେଳେ ଅତିକ୍ରମ କରାଯିବ, ଏଟା ଟେଣ୍ଡସ୍ ଟୁ appear to it featureless, something featureless, ଆଉ ଖାଲି ଏମିତି ଶୂନ୍ୟ ବି ଲାଗିବ, ଶୂନ୍ୟ, ଖାଲି ଶୂନ୍ୟ। or cast in the figure of an immutable sameness, ଗୋଟେ ଅପରିବର୍ତ୍ତନୀୟ, ସେଇ immutable, କିଛି ପରିବର୍ତ୍ତନ ନାହିଁ, ୟାର କିଛି ବୈଚିତ୍ର୍ୟ ଆସୁନାହିଁ, ସେଇ ସେମନେସ୍। ସବୁଦିନେ ଉଠ, ଠିକ 7ଟା ବେଳେ ଜଳଖିଆ ଖାଅ, 8ଟା ବେଳେ କାମକୁ ଯାଅ, ପୁଣି 12ଟା ବେଳେ ଖେଳ, ପୁଣି ଖାଇଦିଅ, ପୁଣି ବିଶ୍ରାମ କର, ପୁଣି କାମକୁ ଯାଅ, ପୁଣି ପାଠଚକ୍ର କର, ପୁଣି ବହି ପଢ, ଏଠି ସେମନେସ୍। ଆଉ ଯୋଉ ମଣିଷଟି ଅଭ୍ୟସ୍ତ ଅଛି, ଆଜି ନାତିର ଜନ୍ମଦିନ, କାଲି ପୁଅକୁ ନେଇ ଡାକ୍ତରଖାନା ଯିବାର ଅଛି, ତା ପରଦିନ ନିଜର କିଏ କୁଣିଆ ଆସିଗଲା, ନିଜେ କୋଉଠିକି ମୁଁ ଗଲି ତା ପରଦିନ। ଆମେ ଏଇଭଳି ଗୋଟେ ଜୀବନରେ ଅଭ୍ୟସ୍ତ ଅଛନ୍ତି। ଆମକୁ ଏଇଟା ସେମନେସ୍ ଭଳି ଲାଗିବ, ଏକାଥରେ ସମାନତା। The human mind's picture of heaven is the incessant repetition of the eternal monotone. ମଣିଷ ଯେତେବେଳେ ସ୍ୱର୍ଗର ପରିକଳ୍ପନା କରିବ, ମଣିଷ ମନରେ ସ୍ୱର୍ଗ ସମ୍ପର୍କରେ ଯୋଉ ଧାରଣାଟି ରହିଛି, ଯୋଉ ପିକ୍ଚର ରହିଛି, ଯୋଉ ଚିତ୍ର ରହିଛି, ସେଟା ହେଲା ଗୋଟେ incessant repetition, ଅର୍ଥାତ୍ ଗୋଟେ ବିରାମହୀନ ପୁନରାବୃତ୍ତି। ଦେବତା ମାନଙ୍କର ଜୀବନ, ସୂର୍ଯ୍ୟଙ୍କର ଜୀବନ ଆପଣ ବୁଝିପାରିବେ, ପବନର ଜୀବନ, ପାଣିର ଜଳ ଜଗତାଙ୍କ ଜୀବନ। ଆମେ ତ କହିଦଉଛୁ ବରୁଣଙ୍କ ଗୋଡ଼ ତଳେ ପଡୁଛ, ଲକ୍ଷ୍ମୀଙ୍କ ବାପା। ମଣିଷ ଯେମିତି ବୁଝିଛି, କିଏ ବାପା କିଏ ମା କିଏ ଜାଣେ, ମଣିଷ ବୁଝିଛି। ମଣିଷ ବୁଝୁଛି ତାର ଗୋଟେ ବାପା ଅଛି, ମାନେ ଦେବତା ମାନଙ୍କର ବି ବାପା ଅଛି। ଓକେ, ଗୁଡ୍। ତେଣୁ ତାକୁ କଣ ଲାଗିବ? ସେଇ ସମୁଦ୍ର ହେଇକି ମୁଁ ସବୁଦିନେ
पुरी रे हो कि दीघा रे हो कि पंडिचेरी रे हो कि पांड्रास रे हो कि बॉम्बे रे हो खाली अमेरिका रे हो कि इंग्लैंड रे हो सब खाली आसी कूल बाड़े हो कौन मनुष्य जीवन रो जो आनंद टी एबे जाई संध्या बेले माने मेंचे पकुड़ी छाणी पकेओ मुढ़ी ने आसियो बढ़िया बासना हम आउ सांगसाथी डाकी आनी खाई पकेओ चा पी दो खुशी जो समुद्र कौन चा पी पार पवन कौन चा पी पार ना सूर्य देवता चाहिए बरा पकुड़ी खाईदेवे मनीष को पेट तो अजसा लगे गोटे इनसेसेंट मोनोटोन eternal incessant repetition of an eternal monotonous life गोटे प्रकार जीवन लेकिन शाश्वत भाव से गोटे प्रकार सूर्य सकाल जलुंट से जलिबार शेष ना मनीषर 8 दिन कांदिला कि दिन तो गोटे सुख आसो टे हसी पक से चाहपारे आम से हसी पारे कौन करवा तेणु जदि एपली हुए तो आम स्वर्ग जीवन को जीवानी ना दिव्य जीवन को जीवानी देवतार जीवन को जीवानी बट दिस इज ए मिसकनसेप्शन प्रभु कहते एटा गोटे भूल धारणा भूल कल्पना जिते आम यही जीवन को अतिक्रम करवा आम गोटे नस्टिक कन्सियसनेस भीतर को जीवा For an entry into the Gnostic consciousness would be an entry into the infinite. आम अनंत को मध्य को प्रवेश करिया अनंत माने बुझुछन तो सबरे अनंत अनंत जीवन अनंत प्राण अनंत आनंद अनंत सुख अनंत वैचित्र अनंत सौंदर्य सेठी किसी कथा शेष हुए ना जिते आम नस्टिक कन्सियसनेस से तो जानती ना विज्ञानमय चेतनाटा कौन आम मनर चेतन अच्छा सुख दुख भोगुं कली कजिया होती कली कजिया भितर आम एडजस्टेड है तार से कामुड़ा कामुड़ी हवाटा ही आमर अभ्यास आपण जो भाई भाई सहित जो सांगसाथी सहित बेसी लड़ुवे सी पलैले आपको बेसी शून्य लगे कारण आम से बाटर पूर्ण हो गला तेणु जिते आत्मा ये गोटे भूल कल्पना होची जे प्रकृति में आम को अतिक्रम करी जिते आउ एक नुआ जीवन को जीवा दिव्य जीवन को सेठी विज्ञानमय चेतना मध्य प्रवेश कर सारी एवं विज्ञानमय चेतना मध्य को प्रवेश करिया अर्थ परमानंद को मध्य प्रवेश करवा इट वुड बी ए सेल्फ क्रिएशन bringing out the infinite infinitely into form of being. It is self creation, it is आत्म विसृष्टि से कौन करिबो से आत्म विसृष्टि bringing out the infinite infinite अनंत को अनंत सत्ता रूपे प्रकाश करी आनिबो bringing out माने ब्रिंग आउट करिया अर्थ कौन आप जो पाठ पढ़ाते पिला ता भितर गोटे मॉडेस्टी रो आपण ब्रिंग आउट करते भद्रतार सभ्यतार को आपण उठे आनते ता भितर से बळी ए जीवन भितर अनंत को आमे अनंत तो दृष्टि इनफाइनाइट को इनफाइनाइटली इनटू द फॉर्म ऑफ बीइंग हम सत्तार रूप गुडी को भितर को नहीं आसंते and the interest of the infinite is much greater and multitudinous as well as more imperishable delightful than the interest of the finite. भाई भणी माने हमें फाइनाइट रो इंटरेस्ट भितर अछंती आग्रह भितर अछंती अंत विशिष्ट आग्रह बा शांत आग्रह
ଶାନ୍ତ ଆଗ୍ରହ ମାନେ କଣ? ଆପଣ କହୁଛନ୍ତି ଠିକ ଅଛି ମତେ ଧନ ସମ୍ପତ୍ତି ଦରକାର, କିନ୍ତୁ ବହୁତ ବେଶୀ ନୁହେଁ, ଯେତିକି ହେଲେ ମତେ ବଡ ଖାତିର ମିଳିବ, ମୁଁ ଭଲରେ ଚଳି ଯାଇପାରିବି। ଅନ୍ତତଃ ମାନେ ଲୋକେ କହନ୍ତି କଥା ପଇସା ଥିଲେ ବାଘ ବି କଥା ମାନିବ। ମୁଁ ଜାଣିନି କଥାଟା କେତେ ସତ ହେଇପାରେ, କିନ୍ତୁ ବାଘ କଥା ମାନିବାର ଆହୁରି ବି ବାଟ ଅଛି। ଖାଲି କଣ ପଇସାରେ ବାଘ କଥା ମାନିବ, ଆଉ କିଛି ବାଟ ନାହିଁ। ତେଣୁ ପ୍ରଭୁ ସେଇ ଦିଗଟିକୁ ଆମକୁ ନଉଛନ୍ତି ସେ ଯେ ଆମେ ଚିରଦିନ ଗୋଟେ ଫାଇନାଇଟ ର ଆନନ୍ଦ ଭିତରେ ଅଛନ୍ତି, ସସୀମ ଆନନ୍ଦ ଭିତରେ ଅଛନ୍ତି। ଇଣ୍ଟରେଷ୍ଟ ଅଫ ଦି ଇନଫାଇନାଇଟ। ଆମର ଆଗ୍ରହ ଗୁଡିକ ବି ବଡ ସସୀମ, ବଡ ସତ। ଆପଣ ଜଣକୁ ପଚାରନ୍ତୁ ତମର ସ୍ୱପ୍ନ କଣ, ସିଏ କଣ କହିବ? ଯୋଉଟା କହିବ ଏଟା ଫାଇନାଇଟ ନୁହେଁ କି? ବରଂ ଆମେ କଂସ କି ରାବଣକୁ ଧନ୍ୟବାଦ ଦେବା, ପ୍ରଶଂସା କରିବା ଯେ ସେମାନେ ହେଲେ ହିରଣ୍ୟକଶ୍ୟପ ଅମରତ୍ୱ ହେଲେ ମାଗିଥିଲେ, ତ ତାଙ୍କ କନସିୟସନେସ ଟା ଟିକେ ବେଟର ଥିଲା। ଆମେ ମାଗିବାକୁ ବି ସାହସ କରନ୍ତି, ଆମେ ଧରି ନେଇଛନ୍ତି ନାଇଁ ଏଇ ଜୀବନରେ ମୃତ୍ୟୁ ହିଁ ସୁନିଶ୍ଚିତ, ଅମରତ୍ୱ ଆମ ଭାଗ୍ୟରେ ନାହିଁ। ଆମେ ଭୀଷଣ ଭାବରେ ଭାଗ୍ୟବାଦୀ। ବରଂ ହିରଣ୍ୟକଶ୍ୟପ ଆମ ଠାରୁ ଚେତନାରେ ଟିକେ ଆଗରେ ଥିଲା। ମୁଁ ଯଥେଷ୍ଟ ପ୍ରଶଂସା କରିବି ଯୋଉମାନେ ତପସ୍ୟା ବଳରେ ଅତୀତରେ ଅମରତ୍ୱ ଆଣିଛନ୍ତି। ସେ ଅଲଗା ପ୍ରସଙ୍ଗ, ଆମେ ସେଠି ଯିବାନି, ସେଟା ଛାଡି ଦିଅନ୍ତୁ। କଥାଟା ଏଇଆ, ତେଣୁ ଏଇ ଯୋଉ ପରମ ଅନନ୍ତଙ୍କର ଆଗ୍ରହଟି ଅଧିକ ବୃହତ୍ତର। ଆମେ ଯେତେବେଳେ ସେଇ ପରମ ଅନନ୍ତଙ୍କ ମଧ୍ୟରେ ପ୍ରବେଶ କରିବା, interest of the infinite infinitely into form of being, and the interest of the infinite is much greater and multitudinous. ବୃହତ୍ତର ବି ଏବଂ ବହୁମୁଖୀ ବି, as well as more imperishibly delightful. ସେଇ ଡିଲାଇଟ ଟା imperishibly, ଅର୍ଥାତ ସେଇ ଆନନ୍ଦ ଅବଲୁପ୍ତ ହୋଇଯାଏ ନାହିଁ, ସେଇ ଆନନ୍ଦର କୌଣସି କ୍ଷୟ ହୁଏ ନାହିଁ, ଅବକ୍ଷୟ ହେଉନଥିବା, ବିନାଶ ହେଉନଥିବା ଅବିନାଶୀ ଆନନ୍ଦର ଆପଣ ଭରିଯିବେ। ଆପଣଙ୍କ ସୁଖଟା କଣ କହିଲେ? ଏବେ ଅଛି, ଏବେ ନାହିଁ। ତାମାନେ ଏବେ ଅଛି ଏବେ ନାହିଁ ମାନେ ଏଇ 5 ମିନିଟ ଆଗରୁ ଥିଲା ଆନନ୍ଦରେ ହସି ହସି ଗଡି ହଉଥିଲା, ତା 2 ମିନିଟ ପରେ କଣ ଘଟିଲା ଯେ ଘର ସାରା କାନ୍ଦରୋଳ ପଡିଲା। ଆମେ ଗୋଟେ ପେରିସିବଲ ଡିଲାଇଟ ଭିତରେ ଅଛନ୍ତି ଫାଇନାଇଟ ର, କିନ୍ତୁ ଅନନ୍ତଙ୍କ ଆନନ୍ଦ ଇମ୍ପେରିସିବଲ, ତାର ବିନାଶ ନାହିଁ, ତାର କ୍ଷୟ ନାହିଁ, ଅକ୍ଷୟ ଆନନ୍ଦ ବୋଲି କହନ୍ତୁ। ଅକ୍ଷୟ ଆନନ୍ଦ ଭିତରେ ଆପଣ ପ୍ରବେଶ କରିବେ। ହେଲେ ସେ କଥାଟା ଆପଣଙ୍କ ମନ ଟନ ଲାଗିବ କି? ଅକ୍ଷୟ ଆନନ୍ଦଟା ଆପଣ ଗୋଟେ ଛୋଟିଆ ଆନନ୍ଦରେ ପାଉଛନ୍ତି, ସେ ତ ଘଣ୍ଟେ 2 ଘଣ୍ଟା 5 ଘଣ୍ଟା, ତାପରେ ସେ ଆନନ୍ଦରେ ଆପଣ ପାଖରୁ ପଳେଇ ଯାଉଛି। ପୁଣି ସେଠି ରାଗ ରୁଷା ଅଭିମାନ, ହଣାହଣି ମରାମରି, ମାନ ଅଭିମାନ, କେତେ କଥା ଘଟି ଯାଉଛି, କେତେ ଯନ୍ତ୍ରଣା ସିକ୍ତ ଆମ ଜୀବନ। କିଏ ମାନେ ରାଧା ତ ଯେତେ ଭଲ ପାଉଥିଲେ କୃଷ୍ଣଙ୍କୁ, ଆମେ କବିତାରେ ପଢିଛନ୍ତି, ସେ ତାଙ୍କୁ ସମ୍ବୋଧନ କରୁଥିଲେ ଏଇ ଗୋଟେ ମହୁମାଛି। ସେ ହଉଛି ଏପରି ଗୋଟେ ମହୁମାଛି ଯାହାର ଡେଣାକୁ ସବୁବେଳେ ଭାଙ୍ଗି ଦେବାକୁ ଭାରି ଇଚ୍ଛା ହୁଏ। ଡେଣାଟା ଭାଙ୍ଗିଦେଲେ ମହୁମାଛି ଆଉ କୋଉଠି ଉଡି ପାରିବ। ତେଣୁ ଯଦି କୃଷ୍ଣଙ୍କ ଭଳି ଯୋଉ ଆନନ୍ଦମୟ ସତ୍ତାଙ୍କ ପ୍ରତି ରାଧାଙ୍କର ଭାବ ଅଭିମାନରେ ହଉ ପଛେ ଏହା ଥିଲା, ତାହେଲେ ତାଙ୍କୁ ଯନ୍ତ୍ରଣା ହବାରୁ ତ ଅଭିମାନଟା ଆସିଲା। ବିନା ଯନ୍ତ୍ରଣାରେ ମଣିଷ ଜୀବନଟା କାହିଁ? କିନ୍ତୁ ଆମେ ଅନନ୍ତ ମଧ୍ୟରେ ପ୍ରବେଶ କଲେ ଆପଣଙ୍କୁ ଯନ୍ତ୍ରଣା ସ୍ପର୍ଶ କରିବନି। ଆନନ୍ଦ ଆହୁରି ବହୁଗୁଣିତ ହବ, ଆନନ୍ଦ ଆହୁରି ବହୁମୁଖୀ ହବ, ଆନନ୍ଦ ଆହୁରି ବହୁମୁଖୀ ଆନନ୍ଦ। ଅର୍ଥାତ ଏବେ
ଆପଣ 10ଟା 20ଟା କଥାରୁ ଆନନ୍ଦ ପାଉଛନ୍ତି, କିନ୍ତୁ ବହୁମୁଖୀ ଆନନ୍ଦ ମାନେ କଣଟା? ଆପଣ ସବୁଥିରୁ ଆନନ୍ଦ ପାଇବେ। ପାଠ ପଢିଲେ ବି ଆନନ୍ଦ ପାଇବେ, ଧ୍ୟାନ କଲେ ବି ଆନନ୍ଦ ପାଇବେ, ଶୋଇ ରହିଲେ ବି ଆନନ୍ଦ ପାଇବେ, ଧ୍ୟାନ କଲେ ଆନନ୍ଦ ପାଇବେ, ଗୀତ ଗାଇଲେ ଆନନ୍ଦ ପାଇବେ। ଆନନ୍ଦ ବହୁମୁଖୀ ଉଠିବ, ବୃହତ୍ତର ଆନନ୍ଦ ମିଳିବ, ଅବିନାଶୀ ଆନନ୍ଦ ମିଳିବ। କଥା ଗୁଡିକ ଆମ ପାଇଁ ଅକଳ୍ପନୀୟ। ତେଣୁ ପ୍ରଭୁ କହୁଛନ୍ତି, the evolution in the knowledge would be a more beautiful and glorious manifestation with more vistas ever unfolding themselves and more intensive in all ways than any evolution could be in the ignorance. ଜ୍ଞାନର ବିବର୍ତ୍ତନ ହବ, ପରମ ଜ୍ଞାନର। ନଲେଜ ଏଠି କ୍ୟାପିଟାଲ କେ, ପରମ ଜ୍ଞାନର। କାରଣ ଆପଣ ନଷ୍ଟିକ କନସିୟସନେସ ଭିତରକୁ ପ୍ରବେଶ କଲା ମାନେ ଆପଣଙ୍କ ନଲେଜଟା କମ୍ପ୍ରେହେଣ୍ଡିଂ ହେଇଯିବ, ପରମ ଜ୍ଞାନର ଅଧିକାରୀ ହେବେ, ପରମ ଜ୍ଞାନର ବିବର୍ତ୍ତନ ଘଟିବ। ଯେତେବେଳେ ପରମ ଜ୍ଞାନର ବିବର୍ତ୍ତନ ହବ, could be a more beautiful and glorious manifestation, ଏଇଟା ଅଧିକ ସୁନ୍ଦର ହେଇଯିବ, ଅଧିକ ସୁନ୍ଦର ହେବ। ଆପଣଙ୍କୁ କହି ରଖିବେ, ଜଣେ କବି ଆଉ ଜଣେ ସନ୍ନ୍ୟାସୀ, ତା ଭିତରେ କଣ ପାର୍ଥକ୍ୟ ଜାଣିଛନ୍ତି? କବି ତା ଜୀବନକୁ ଯୋଉଠି ଅଛି ସେ ଗୋଟେ ମାନେ କଣ ପ୍ରକାରାନ୍ତରେ ସେ ଗୋଟେ ଅସ୍ତିତ୍ୱବାଦୀ, ଯାହା ଅଛି ତାରି ଭିତରେ ବଞ୍ଚି ରହିବା। ସେ ଭାରି ଅଭିମାନୀ, ସ୍ୱାଭିମାନୀ ବି। ସେ ଈଶ୍ୱରଙ୍କ ପାଖରେ, ଜୀବନ ପାଖରେ, ଅସ୍ତିତ୍ୱ ପାଖରେ ଗୋଟେ ଅଭିମାନ କରେ ଯେ ମୋ ଜୀବନରେ ଦୁଃଖ କାହିଁକି, ଯନ୍ତ୍ରଣା କାହିଁକି, ସଂଘର୍ଷ କାହିଁକି, ମୁଁ ଯେମିତି ଅଛି ସେମିତି ରହିବି। କିନ୍ତୁ ସନ୍ନ୍ୟାସୀର ଜୀବନ ହେଲା, ସେ ଜ୍ଞାନର ଗୋଟେ ବିବର୍ତ୍ତନ ଆଣୁଛି, ଏଇ ଜୀବନକୁ ଭଗବତ ଅଭିମୁଖୀ କରୁଛି, ଏବଂ ସେ ଜାଣୁଛି ଯେ ଏଇ ଯୋଉ ଜୀବନଟି ଅଛି, ସେ ଜୀବନଟି ପ୍ରକୃତରେ ସୀମିତ, ସସୀମ ଜୀବନଟି। ସେ ଜୀବନର ସମ୍ଭାବନା ଗୁଡିକ ବହୁତ କ୍ଷୀଣ। ତେଣୁ ଯେତେବେଳେ ଜ୍ଞାନର ବିବର୍ତ୍ତନ ହବ, ସେଟା ଅଧିକ ବିୟୁଟିଫୁଲ ଆଣ୍ଡ ଗ୍ଲୋରିୟସ୍ ମ୍ୟାନିଫେଷ୍ଟେସନ ହବ, ଅଧିକ ସୁନ୍ଦର ହବ ଏବଂ ଅଧିକ ମହିମାମୟ ପ୍ରକାଶ। ମହିମାମୟ ପ୍ରକାଶରେ ସେ ଝଟକି ଉଠିବ, with more vistas, ଅଧିକ ବିସ୍ତାର ହବ, ଅଧିକ ବିସ୍ତୃତି ଆସିବ। ଆମେ ସବୁ, ଆମ ବିସ୍ତୃତି ଗୁଡିକ କେତେ ବାଟ? ଆମ ମଣିଷର ବିସ୍ତୃତି ଧନ ସମ୍ପତ୍ତି କମେଇବା, ସମ୍ପର୍କ ଗଢିବା, ଘର ବାନ୍ଧିବା, ଘର ସଂସାର କରିବା, ଏବଂ ସବୁଥିରେ ଗୋଟେ ସଫଳତା ଖୋଜିବା। ମୁଁ ଯାହା କରିବି ସବୁ ଯେମିତି ସଫଳ ଭାବରେ କରିପାରୁଥିବି, ଏତିକି ତ କଥା। ସେଟା ତାର ସୀମିତ। କିନ୍ତୁ ଏଇଠି ଆପଣ ଯେତେବେଳେ ଜ୍ଞାନର ବିବର୍ତ୍ତନ ଭିତରେ ଯିବେ, ସେଟା ଅଧିକ ସୁନ୍ଦର ହବ, ଅଧିକ ମହିମ୍ନ ପ୍ରକାଶ ହବ, ଅଧିକ ବିସ୍ତୃତି ଆସିବ। ଅନଫୋଲ୍ଡିଂ themselves, ଅନଫୋଲ୍ଡିଂ ମାନେ କଣ? ଯେ ଛତା ଖୋଲିଯାଏ, ଗୋଟେ ଯାହା କିଛି କ୍ଲୋଜ ହେଇକି ଅଛି, ବନ୍ଦ ହେଇକି ଅଛି, ନିବୁଜ ହେଇକି ଅଛି, ତା ସେ ଯେତେବେଳେ ଖୋଲି ଯାଉଛି, ସେ ପ୍ରସାରଣ ହଉଛି, ଅଧିକ ଆତ୍ମ ଉନ୍ମୋଚନ, ଅନଫୋଲ୍ଡିଂ, ଉନ୍ମୋଚନ କୁହ, ମୋର ଇଣ୍ଟେନ୍ସିଭ ଇନ୍ ଅଲ୍ ୱେଜ୍, ସବୁ ଦିଗରୁ ସେଗୁଡିକ ଅଧିକ ତୀବ୍ର, ପ୍ରଗାଢ। then any evolution could be in the ignorance. ଆମେ ବିବର୍ତ୍ତନଟା ଅଜ୍ଞାନତାରେ ବି ହଉଛି, ହଉନି କି? ଆରେ ଯୋଉ ମଣିଷ ବଳଦ ଗାଡି ବି ନଥିଲା ଦିନେ, ସେଇ ମଣିଷ ଯଦି ଆଜି ଆମେରିକା କାଲି ପରଦିନ ବୋଧେ ଗୋଟେ ସୁପରସୋନିକ ଜେଟ୍ ବାହାର କଲା, ଶବ୍ଦ ଠାରୁ ଅଧିକ ବେଗରେ ଯାତ୍ରା କରିପାରିବେ ବିମାନରେ। ଆପଣ ଶବ୍ଦର ବେଗ କେତେ? ସେକେଣ୍ଡ କୁ ଯଦି 30 ମିଟର ଯାଉଥିବ, ତାହେଲେ 3600 ସେକେଣ୍ଡରେ
3600 गुणन 30 36,003 पाखापाखि 1000 किलोमीटर अधिक 1200 किलोमीटर जापर सुपरसोनिक 1500 किलोमीटर तार एफए जो गति निर्धारण है 1500 किलोमीटर गोटे घंटे से गति कर आम पृथ्वी गोटे झटकार आम आखि पछुड़ा मात्र के से 30 किलोमीटर गति कर माने हाईएस्ट स्पीड हूँ अर्थ कथा तो आम बुझीपर आम अज्ञानतार विवर्तन होती प्रभु कहते अज्ञानतार विवर्तन होची किंतु सेठी जेते भी विवर्तन हबो इन वेज देन एनी इवोल्यूशन कुड बी इन द इग्नोरेंस जेते विवर्तन इग्नोरेंस रे हेइबो आपन अर्थनीति समाज नीति संस्कृति शिक्षा सभ्यता जेते जेवाड़ बढ़ू किंतु जिते आपण ज्ञानर विवर्तन टी सेटा अधिक महिम्न अधिक सुंदर अधिक विस्तृतिपूर्ण अधिक गोटे उन्मोचन आनीदब अधिक प्रगाढ़ता आनीदब प्रभु कहते द डिलाइट ऑफ द स्पिरिट इज एवर न्यू कहीं ना मनीष गोटे चिदगत तार आत्मार आनंद मध्य प्रवेश कर स्पिरिट रो डिलाइट आम एपर्यंत कौटी अच्छा ये देहर आनंद पाखे अटकी पशु पक्षी मान भली किए प्राणर आनंद पाखे अटकी हाँ किसी मनर आनंद पाखे किए मनीषी किंतु जो आत्मार आनंद आसे एभर न्यू नित्य नूतन The forms of beauty takes innumerable सौंदर्य रूप गुड़िक से जो ग्रहण करे सेटा हूँ अगणित इनमरेबल तो गणी हे आपण पाखे सौंदर्यर तालिका कले कौन कौन थी आपण गाड़ी गहना वेशभूषा टंका पैसा घर द्वार घर भी सुंदरता अच्छी आप घर गोटे बढ़िया बगीचा अच्छी सब ठीक सौंदर्यर तालिका आम पाखे केते आपण आकाशर सौंदर्य समुद्रर सौंदर्य परमाणुर सौंदर्य माटीर सौंदर्य मेघर सौंदर्य गछर सौंदर्य चढ़ईर सौंदर्य महुमाछीर सौंदर्य अगणित सौंदर्य रे असंख्य सौंदर्य रे आपण भरीजे इट्स गॉड हेड एवर यंग सौंदर्यर रूपटी अगणन नुह केवल से दिव्यत्वटी सब बड़े नित्य तारुण्यमय बुढ़ापा ना माँ कही तो इनएग्जिस्टेबल रिचेस देवी असरंती धन संपत्ति आउ ते गोटे इटर्नाल यथ देवी शाश्वत तारुण्य माँ कहते देवे तेणु ये देवत्वटी यंग and the taste of the delight also of the infinite, eternal and inexhaustible. It's your taste of delight, आनंदर जो स्वाद अच्छी जहाँ को आम रस बोली कहूँ से रसर संधान मनीष तो करनी बहुत कम लोक कर उपनिषद कहते जे विश्व रसपूर्ण आउ रस मान तो जल जलटा कौटी ना कदली रे ना पानी रे पत्र रे ना आपण आखिरे ना आपण कौटी ना वे नॉट रसपूर्ण ये पृथ्वी सबुठी अनंत स्वादर अनंत रसर हाट बसी तेणु देवत्वटी पुणी नित्य तारुण्यमय से अनंत सत्तार रस आस्वादन करुछंती से
ସେଟା କଣ ଖାଲି ଇନଫାନାଇଟ୍ ଏଟର୍ନାଲ ଅନନ୍ତ ଭାବରେ ଶାଶ୍ୱତ ଚିରନ୍ତନ ଏବଂ ଇନଏକ୍ଜିଷ୍ଟେବଲ ଅସରନ୍ତି ସରିବ ନାହିଁ ଅଶେଷ ଅଶେଷ ସରେ ନାହିଁ। ହେଲେ ଆମ ଅବିଦ୍ୟା ଭିତରେ ତ ଏଗୁଡିକ କିଛି ନା କିଛି ଅଛି ସେଟା ତ ଆମେ ଜାଣିଛୁ କିନ୍ତୁ ବିଦ୍ୟା ଭିତରେ ଏସବୁ ଅସରନ୍ତି କଥା ରହିଛି। ପ୍ରଭୁ କହୁଛନ୍ତି ଦି ଗନୋଷ୍ଟିକ୍ ମ୍ୟାନିଫେଷ୍ଟେସନ ଅଫ ଲାଇଫ would be more full। ଯେତେବେଳେ ବିଜ୍ଞାନମୟ ଅଭିବ୍ୟକ୍ତି ହବ ପ୍ରାଣର ବିଜ୍ଞାନମୟ ପ୍ରକାଶ ବା ଅଭିବ୍ୟକ୍ତିଟି ଅଧିକ ପୂର୍ଣ୍ଣ ହେବ, ଅଧିକ ଫ୍ରୁଟଫୁଲ ଫଳପ୍ରସୂ ହେବ and the interest more vivid, ତାର ଆଗ୍ରହ ଗୁଡିକ ମଧ୍ୟ ଅଧିକ ବ୍ୟାପକ ହେବ then the creative interest of the ignorance। କାହାଠାରୁ ଅଧିକ ହେବ ନା ଅଜ୍ଞାନତାର ସୃଜନ ଠାରୁ, ତାର ଅଜ୍ଞାନତାରେ ଯୋଉ ଆଗ୍ରହ ଗୁଡିକ ରହିଛି ତାଠାରୁ ବିଜ୍ଞାନମୟ ଚେତନାରେ ଆଗ୍ରହ ଗୁଡିକ ଅଧିକ ହେବ। ସେଠି ସବୁ ଆମେ ଅନେକ ପ୍ରେମ କାହାଣୀ ଲେଖିଛୁ ପୃଥିବୀରେ, ଅନେକ କବିତା ଲେଖିଛୁ। ଏଗୁଡିକ ସବୁ ଆଗ୍ରହ ଗୁଡିକ ବ୍ୟକ୍ତି ଭିତରେ ସତ୍ତା ଭିତରେ ଠିକ ଅଛି। ଆପଣ ବ୍ୟକ୍ତିକୁ ଛାଡି ଦିଅନ୍ତୁ, ଯଦି ମାନେ ମେଘଦୂତ କାବ୍ୟ ପଢିବେ କାଳିଦାସଙ୍କ, ଜଣେ କବିଙ୍କର ମେଘ ପ୍ରତି ଏକ ଚମତ୍କାର ଅନୁରକ୍ତି ଠିକ ଅଛି, କିନ୍ତୁ ସେଇ ସବୁ ଆଗ୍ରହ ଠାରୁ ଆହୁରି ଅଧିକ କ୍ରିଏଟିଭ ଇଣ୍ଟରେଷ୍ଟ ଆସିବ ଇନ୍ ଗ୍ନୋଷ୍ଟିକ୍ କନସିୟସନେସ୍। ଆପଣଙ୍କ କବିତ୍ୱ, ଆପଣଙ୍କର ଏଇ ରସଗ୍ରାହିତା, ଆପଣଙ୍କର ଆନନ୍ଦର ଯୋଉ ଧାରା, ନୂତନତ୍ୱର ପ୍ରକାଶ, ସୌନ୍ଦର୍ଯ୍ୟର ପ୍ରକାଶ, ଏ ସବୁ ଗୁଡିକ ଅଧିକ ହେଇ ପଡିବ। It would be a greater and happier constant miracle। ଏଇଟା happier, ଅଧିକ ସୁଖଦାୟକ, ଅଧିକ ବୃହତ୍ତର ଏକ ସତତ ବିସ୍ମୟରେ ପରିଣତ ହେବ, ଏକ ସତତ ବିସ୍ମୟରେ। ମା ମଣିଷକୁ ସେ ଭାଗ୍ୟ ହବ ତ ନା ମଣିଷ ହେଇକି ରହିବାର ଯୋଉ ଜିଦଟି କରି ଚାଲିଛି ସେଇ କାମଟି କରିବ। ମଣିଷ ଏତେ ସହଜରେ ତାର ପୁରାତନତ୍ୱଟିକୁ ଛାଡିବ ନାହିଁ, ନୂତନତ୍ୱଟିକୁ ଗ୍ରହଣ କରିବାକୁ ରାଜି ନୁହେଁ। ସେଥିପାଇଁ ସେ ବୀର ବି ନୁହେଁ, ସେଥିପାଇଁ ସେ ସାଧକ ବି ନୁହେଁ, ସେଥିପାଇଁ ସେ ମାଙ୍କର କର୍ମଟିକୁ ବୁଝି ନାହିଁ। ସେ ମଣିଷ ହେଇ ରହିବାର ଜିଦରେ ଅଛି। ସେ ହସିବାକୁ ବି ଚାହେଁ, କାନ୍ଦିବାକୁ ବି ଚାହେଁ। ଏଇ ଅବିଦ୍ୟାର ଜୀବନ ଭିତରେ ତାକୁ ଯେତିକି ରସ ମିଳିଛି, ଯେତିକି ସୌନ୍ଦର୍ଯ୍ୟ ମିଳିଛି, ଯେତିକି ସ୍ୱାଦ ମିଳିଛି, ଯେତିକି ପ୍ରେମ ମିଳିଛି, ଯେତିକି ଶାନ୍ତି ମିଳିଛି, ତାରି ଭିତରେ ସନ୍ତୁଷ୍ଟ ରହିବାକୁ ସେ କେବଳ ବାଟ ଖୋଜୁଛି। ତା ପାଖରେ ଏଥିପାଇଁ ହୁଏତ କଣ ଅଭିମାନ ଥାଇପାରେ, କବିତ୍ୱ ଥାଇପାରେ, ମୁଁ ଜାଣିନାହିଁ, କିନ୍ତୁ ଯୋଉଦିନ ଜ୍ଞାନ ଉଦୟ ହେବ ସେ ଜ୍ଞାନ ଆପଣଙ୍କୁ ସେଇ ଅନନ୍ତଙ୍କର ମଧ୍ୟରେ ଯେଉଁ ବିଶାଳ ଆନନ୍ଦ, ବୃହତ୍ତର ଅଶେଷ ଅଗଣନ ସୌନ୍ଦର୍ଯ୍ୟ ରହିଛି, ତା ଭିତରେ ଯୋଉ କନଷ୍ଟାଣ୍ଟ ମିରାକଲ ରହିଛି, ସତତ ବିସ୍ମୟ ରହିଛି, ତାକୁ ଖୋଜିବା ପାଇଁ ମଣିଷଟି ବାହାରିଯିବ। ଆଜିର ଆଲୋଚନା ଏଇଠି ସମାପନ କରିବା। ଶେଷ ପାରାଗ୍ରାଫ ପଢିବାର ଭାଗ୍ୟ ଯେବେ ଆସିବ, ମଝିରେ ତ 15 ଦିନ ରହିଗଲେ, ଯେବେ ବି ଆସୁ, ଅମୃତର ବର୍ଷା ତ ଆଜି ନହେଲେ କାଲି, କାଲି ନହେଲେ ପରଦିନ, ଅମୃତ ଆମ ଭାଗ୍ୟରେ ଅଛି। କାରଣ ଆମେ ଏ ମାଙ୍କର ପ୍ରତିଶ୍ରୁତି, ମାଙ୍କର ପ୍ରତିବଦ୍ଧତା ଆମେ ବିଳମ୍ବ କରୁଛୁ। ମା ଆମକୁ ନିର୍ବାଚିତ କରିଛନ୍ତି, ମା ଆମକୁ ସେ କଥା ଦେବେ ବୋଲି କହିଛନ୍ତି। ହୁଏତ ଏହା ହେଇପାରେ ତାକୁ ଧାରଣ କରିବାର ପାତ୍ରତା ଆମ ପାଖରେ ନାହିଁ, ବା ସେଇ ଅନୁସାରେ ଆମ ସାଧନା ଆମକୁ ଯୋଗ୍ୟ କରିପାରୁନାହିଁ।
से एक अलग प्रसंग किंतु मूल कथा है माँ जहाँ चाहिए पृथ्वी पक्ष दिन हम आज ना काली काली ना समस्त शुभ सन्ध्यार अनेक शुभेच्छा। वंदे मातरम।